ଅତୁଟ ବନ୍ଧନ ଧାରାବାହିକରେ ଆପଣମାନେ ଦେଖିବେ ଭବାନୀ କହିବେ ତେଜସ୍ ସାମାନ୍ୟ ଗୋଟେ ଝିଅ ପାଇଁ ତୁ ମୋତେ ଏତେ କଥା ଶୁଣାଉଛୁ ତତେ ଟିକେ ବି ଲାଜ ଲାଗୁନି। ଆରେ ଯେଉଁ ମା ତତେ ପାଳି ପୋଷି ବଡ଼ ମଣିଷ କଲା ଆଉ ତୋ ପାଇଁ ଏତେ ସବୁ କଲା ଶେଷରେ ତୁ ତାକୁ ଅପମାନିତ କରୁଛୁ। ତେଜସ୍ କହିବେ ଗୋଟେ ଝିଅ ପାଇଁ ନୁହେଁ ବରଂ ତମେ ଯେଉଁ କାମ କରିଛ ସେଥିପାଇଁ ମୁଁ କହିଲି ଯେ ତମେ ମୋ ପାଇଁ ମରିଯାଇଛ। ମା ତମେ ଏତେ ତଳକୁ କେମିତି ଖସି ଯାଇପାରିଲ? ଜାଣିଛ ଏ ଦୁନିଆର ସବୁଠାରୁ ମହାନ ମୁଁ ତମକୁ ଭାବୁଥିଲି ଆଉ ତମକୁ ସେଇ ଆସନରେ ବସେଇଥିଲି ଯେଉଁଠି ଭଗବାନଙ୍କୁ ବସାଯାଏ। ଆରେ ମାର ମନରେ ତ ଦୟା ଥାଏ, ତା ମନରେ ଦୟାର ସାଗର ଥାଏ, ତା ପଣତରେ ମମତାର ଭଣ୍ଡାର ଥାଏ। ପିଲା ନିଜର ହଉ କି ପର ତା ମନରେ ଆପେ ଆପେ ସ୍ନେହ ଆସିଯାଏ। ହେଲେ ତମେ ଗୋଟେ କ୍ରିମିନାଲ ପରି କାମ କରିଛ। ସାମାନ୍ୟ ଗୋଟେ ଅର୍ଡ଼ର ପାଇଁ ତମେ କାହାର ଯେ ଜୀବନ ନେଇଯିବ ସେ କଥା ମୁଁ କେବେ ବି ଭାବି ନଥିଲି। ଭବାନୀ କହିବେ ଅର୍ଡ଼ର ପାଇଁ ନୁହଁ ତେଜସ୍, ତୁ ଜାଣିନୁ ସେ ଝିଅ କ'ଣ କରିଛି। ତେଜସ୍ କହିବେ ବାସ୍ ମା, ମୁଁ ତମର ପଦେ କଥା ବି ଶୁଣିବାକୁ ଚାହୁଁନି। ଆଜିଠାରୁ ଏ ତେଜସ୍ ସାହୁ ତମର ପୁଅ ନୁହଁ। ଭବାନୀ କହିବେ ତୁ ଯଦି ମୋତେ ମା ବୋଲି ଭାବୁନୁ ତାହେଲେ ତୋର ଏ ଘରେ ଆଉ ଏ ପ୍ରପର୍ଟି ଉପରେ କୌଣସି ଭାଗ ନାହିଁ। ତେଜସ୍ କହିବେ ତମେ କ'ଣ କହିବାକୁ ଚାହୁଁଛ? ଭବାନୀ କହିବେ ମୁଁ ଯଦି ତୋ ପାଇଁ ମରିଯାଇଛି ତାହେଲେ ଭଲ ହେବ ତୁ ଏ ଘର ଛାଡ଼ି ଚାଲିଯା, କାହିଁକି ନା ଏ ଘର ମୋର ଆଉ ଏଠି ଯାହା ସବୁ ହବ ମୋରି ଇଚ୍ଛାରେ ହବ। ତେଜସ୍ କହିବେ ଠିକ୍ ଅଛି, ମୁଁ ଏ ଘର ଛାଡ଼ି ଚାଲି ଯାଉଛି ଆଉ ଏ ଘରର ଦୁଆର ମୁହଁ ମୁଁ କେବେ ବି ମାଡ଼ିବିନି। ଏପଟେ ତ୍ରିନାଲି କହିବେ ତମେ ଯଦି ତମ ଘର ଛାଡ଼ି ବାହାରେ ରହିବାକୁ ଚାହୁଁଛ ତାହେଲେ ତମକୁ ନିଜକୁ ପ୍ରୁଭ୍ କରିବାକୁ ହବ। ତମକୁ 2 ଦିନ ଭିତରେ ଗୋଟେ ଜବ୍ କରିବାକୁ ପଡ଼ିବ। ମୁଁ ଟଙ୍କା କମେଇ ଆଣିବା କଥା କହୁନି, ତମେ ଜବ୍ରେ ଜଏନ୍ କରିକି ଦେଖାଅ, ତାପରେ ମୋ କୃଷିକାର ହାତ ମୁଁ ତମକୁ ଦେଇଦେବି।